सर्वप्रथमे भारतर सर्वजनसाधारण मोर भूमिष्ठ प्रणाम कटिदंडवत और सांगसाथी मानक आर्थिक अभिनंदन शुभेच्छा छोट मान स्नेहर आशीर्वाद। आज आमर अगाध पुरुष श्रीजुक्त विजु पट्टनायक श्राद्ध दिवस एप्रिल 17। आज मु तांको पाखरे कटी प्रणाम कटी दंडवत करुच्ची। आज विजु बाबू मो पाई जड़े स्मरणीय से जड़े विमान चालक और बड़ शिल्पपति थिले। तांकर आदर्श को नहीं आज मु विजु पट्टनायक नर्सिंग कॉलेज, विजु पट्टनायक फार्मास्यूटिकल कॉलेज, विजु पट्टनायक एलाइड मेडिकल कॉलेज, विजु पट्टनायक हॉस्पिटल आरंभ करने जाऊँगी। आरंभ करिछि मध्य। विजु बाबू 1916 मसीहा मार्च 5 से जन्मग्रहण करथिले। आउ एप्रिल 17 1997 मसीह से मृत्युवरण करथिले। एई जन्म और मृत्यु मध्यरे से 1990 मसीहा मार्च 5 रु 1995 मसीहा मार्च 15 पर्यंत एवं 1961 मसीहा जून 23 रु 1963 मसीहा अक्टोबर 2 पर्यंत दुई थर से मुख्यमंत्री होइथिले। तांको तेणु पुणी पुनर्बार मोर नमस्कार। से दुई थर मुख्यमंत्री होइथिले। गोटे चक्र चिन्ह थिला। आमे छोट थिलु मने पडुछि सेतबे बोधे मु पंचम श्रेणी कि षष्ठ श्रेणी खंड पढ़ुली। जहाँ भी हो तो सेतबे से जो चक्र चिन्ह थिला से चक्र चिन्ह नहीं से आमे बुलुथुलु। आउ से टिकली टिकली गोटे बाहर मथारे भी लगा होता पकेट रे भी दिया जाउथला। से चक्र चिन्हर आज विजु बाबूंकर विजु जनता दल पुणी पुनर्बार गढ़ी जाइछि माननीय मुख्यमंत्री के द्वारा। आज विजु बाबू स्मरणीय ही रहिछंती। विजु बाबू अमर रहे, विजु बाबू अमर रहे, विजु बाबू अमर रहे, विजु पट्टनायक अमर रहे, विजु पट्टनायक अमर रहे, विजु पट्टनायक अमर रहे। एहीपरि आज लारा ओडिशार कोण अनुकोण रे विजु जनता दलर जो ऑफिस अच्छी, कार्यक्रम अच्छी, क्लब अच्छी एवं प्रत्येक कर्मी आज विजु बाबू को लारा गाउचंती एवं विजु बाबू अमर रहे बोली कहउचंती। तेणु मु भी आज विजु पट्टनायक अमर रहे, विजु पट्टनायक अमर रहे, विजु पट्टनायक अमर रहे। कहीं कहूँ से जड़े अगाध पुरुष, से एते बड़ वीरपुत्र, से आज ओडिशा किस भारत रे से रत्न पाइचंती। से भारत रत्न कहले अत्युक्ति हो नहीं। से भारत वर्ष रे आज गौरव से लोकों पाई, लोक मानक पाई एवं देश पाई आज जड़े महापुरुष। तांको परी जदि प्रत्येक नेता मन रे हृदय रे रुहंता ताले आज सेवा मनोवृत्ति रुहंता। आउ ओडिशार उन्नति रु उन्नति
ଆହୁରି ହୁଅନ୍ତା। ଓଡ଼ିଶାର ଯଦି ପ୍ରତ୍ୟେକ ଜିଲ୍ଲାରେ ଯଦି ଶିଳ୍ପ କାରଖାନା ଗଢ଼ି ଉଠନ୍ତା ତାହେଲେ ବେକାର ଯୁବକ ଯୁବତୀ ଆଜି ନିଯୁକ୍ତି ପାଆନ୍ତେ ଆଉ ଦାଦନ ଖଟିବା ପାଇଁ ଯାଆନ୍ତେ ନାହିଁ। ତେଣୁ ମୁଁ ଚାହୁଁଛି ବିଜୁ ବାବୁଙ୍କର ଆଦର୍ଶକୁ ନେଇ ଯଦି ପ୍ରତ୍ୟେକ ନେତା ମନ୍ତ୍ରୀ ଯଦି ତାଙ୍କ ଆଦର୍ଶକୁ ନେଇ ଯଦି ଗଢ଼ିବେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ପ୍ରତ୍ୟେକ ବ୍ଲକରେ ପ୍ରତ୍ୟେକ ସବ୍ ଡିଭିଜନରେ ଯଦି ବିଭିନ୍ନ ପ୍ରୋଜେକ୍ଟ କରି ଯଦି ବେକାର ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଦିଅନ୍ତେ ତାହେଲେ ଆଜି ବେକାର ସମସ୍ୟା ରୁହନ୍ତା ନାହିଁ ଆଉ ବେକାର ସମସ୍ୟା ଦୂର ହୋଇ ଆଜି ନିଯୁକ୍ତି ପାଆନ୍ତେ ପ୍ରତ୍ୟେକ ଯୁବକ ଯୁବତୀ ଆଜି ଖୁସିରେ ଉତ୍ସାହିତ ହୁଅନ୍ତେ। ତେଣୁ ବିଭିନ୍ନ ପ୍ରକାର ପ୍ରକଳ୍ପ କରାଯାଉଛି, ବିଭିନ୍ନ ପ୍ରକାର ଉନ୍ନତି ଏ ବର୍ଷ ହୋଇଯାଇଛି। ବିଜୁ ବାବୁଙ୍କର ପରେ ବହୁତ କିଛି ଉନ୍ନତି ମଧ୍ୟ ହେଇଛି, କିନ୍ତୁ ମୁଁ ଚାହୁଁଛି ବିଜୁ ବାବୁଙ୍କର ଉନ୍ନତି ପ୍ରତ୍ୟେକ ବ୍ଲକରୁ ଆରମ୍ଭ କରି ପ୍ରତ୍ୟେକ ସବ୍ ଡିଭିଜନ ପ୍ରତ୍ୟେକ ଜିଲ୍ଲାରେ ତାର ଉନ୍ନତି ହେଉ। ବିଭିନ୍ନ ପ୍ରକାର ଶିଳ୍ପ କାରଖାନା ଖୋଲି ଆମର କଞ୍ଚାମାଲ ଯେଉଁ ପ୍ରଡକ୍ସନ୍ ହେଉଛି ଓଡ଼ିଶାରେ ତାକୁ ଏଇଠୁ ବିଭିନ୍ନ ପ୍ରକାର ସାମଗ୍ରୀ ତିଆରି କିପରି ବାହାରକୁ ରପ୍ତାନି କରାଯାଉ, ତାହେଲେ ବହୁତ ଓଡ଼ିଶାର ଲାଭ ହେବ ଆଉ ଓଡ଼ିଶାର ଉନ୍ନତି ମଧ୍ୟ ହେବ। ପ୍ରତ୍ୟେକ ବେକାର ଯୁବକ ଯୁବତୀ ଶିକ୍ଷିତ ଯୁବକ ଯୁବତୀ ଆଜି ନିଯୁକ୍ତି ପାଇପାରିବେ। ତେଣୁ ଏ ସମାଜକୁ ଆଜି ମୁଁ କହିବା ପାଇଁ ଯାଉଛି, ଏ ସମାଜ ନିହାତି ପରିବର୍ତ୍ତନ ହେବ ଆଉ ହେଉଛି, ଆଗକୁ ହେବ। ପ୍ରତ୍ୟେକ ନେତାମାନଙ୍କୁ ମୁଁ ଅନୁରୋଧ କରୁଛି ଆପଣମାନେ ଜଗତର ଉନ୍ନତି କରନ୍ତୁ, ଏ ସମାଜର ଉନ୍ନତି କରନ୍ତୁ, ପ୍ରତ୍ୟେକ ପରିବାର ଉନ୍ନତି କରନ୍ତୁ, ପ୍ରତ୍ୟେକ ଲୋକଙ୍କ ଉନ୍ନତି ସ୍ୱାସ୍ଥ୍ୟ ଶିକ୍ଷାର ଉନ୍ନତି କରିବା ସହିତ ବିଭିନ୍ନ ପ୍ରକାର କଳ କାରଖାନା ପ୍ରକଳ୍ପ କରି ପ୍ରତ୍ୟେକ ଜିଲ୍ଲାର ଯୁବକ ଯୁବତୀମାନଙ୍କୁ ନିହାତି ନିଯୁକ୍ତି ଯୋଗାନ୍ତୁ। ହେଲେ ଆଜି ସମସ୍ୟା ଦୂରୀଭୂତ ହେବ। ପ୍ରତ୍ୟେକ ବ୍ୟକ୍ତି କିପରି ନିଜେ କର୍ମ କରି ଖାଇ ଶିଖିବ, ନିଜେ କର୍ମ କରି ଚାକିରି କରି କିପରି ପରିବାର ପୋଷିବ ତାର ରାସ୍ତା ଦେଖାନ୍ତୁ। ତେଣୁ ମୁଁ ଚାହୁଁଛି ଆପଣମାନେ ଉଦ୍ୟୋଗୀ ହେଲେ ଏ ଜଗତ ଉଦ୍ୟୋଗୀ ହେଲେ, ଜଗତବାସୀ ଉଦ୍ୟୋଗୀ ହେଲେ ନିହାତି ଏ ଜଗତର ପରିବର୍ତ୍ତନ ହେବ। ଆଉ ବିଜୁ ବାବୁଙ୍କର ସ୍ମରଣକୁ ନେଇ ଆମେ ଆଗେଇ ଚାଲିଛେ, ଆହୁରି ଆଗକୁ ଆଗେଇବା ବୋଲି ମୁଁ ଶପଥ ଗ୍ରହଣ ମଧ୍ୟ କରୁଛି। ଆଜି ମୁଁ ଜଗତର ଏ ସମାଜର ନିହାତି ଉନ୍ନତି କରି ବୋଲି ଆଶା ରଖିଛି ଆଉ ନିହାତି ସମାଜର ସେବା କରି ବୋଲି ଆଶା ରଖିଛି ଆଉ ଆଗକୁ ଆଶା ରଖି ମଧ୍ୟ। ମୁଁ ଆଉ ଗୋଟେ କଥା କହି ରଖିବି, ମୋ ନିଜସ୍ୱ କଥା। ମୁଁ ଯେହେତୁ ବିଜୁ ଜନତା ଦଳର ଆଶାୟୀ ଥିଲି ବର୍ଷା ନିର୍ବାଚନ ମଣ୍ଡଳୀ ପାଇଁ, ମୁଁ କି ମୋ ପରିବାର ହଉ ଆଶାୟୀ ଥିଲୁ, କିନ୍ତୁ ଆମେ ଟିକଟ ପାଇନୁ। ତେଣୁ ସେଥିପାଇଁ ଆମେ ଦୁଃଖିତ ନାହିଁ, କିନ୍ତୁ ପରିବାର ଆମର ଖୁସିରେ ଅଛୁ, ଆମେ ବି ଖୁସିରେ ଅଛୁ। ଆଜି ବିଜୁ ଜନତା ଦଳରେ ମୋତେ କାମ କରିବା ପାଇଁ ସୁଯୋଗ ମିଳିଛି, ମୁଁ ସେବା କରୁଛି, କାମ କରୁଛି, ଆଗକୁ କରିବି। ମୁଁ କୌଣସି ଦଳକୁ ଯିବା ପାଇଁ ଚାହୁଁନି କି କୌଣସି ଦଳର ପ୍ରଲୋଭନରେ ମୁଁ ପଡ଼ିବା ପାଇଁ ଚାହୁଁନି। ମୁଁ ନିଜେ ଠିକ୍ ଅଛି ଆଉ ମୁଁ ସ୍ୱାଧୀନ ମଧ୍ୟ ଛିଡ଼ା ହେବିନି, କିନ୍ତୁ ମୁଁ ସମାଜ ସେବା ଜାରି ରଖିଛି। ଇଲେକ୍ସନ୍ ପାଇଁ ଯେହେତୁ ମୁଁ ପଲିଟିକାଲରେ ଥିଲି, ଯାହା ବି ଏବେ ସେବା କଲେ, ଯେଉଁ ଏରିଆ ଗଲେ ମୋତେ ଲୋକମାନେ କହିବେ ପୁଣି ବିକାଶ ପଲିଟିକାଲ ପାଇଁ ବୋଧେ ସ୍ୱାଧୀନ ଛିଡ଼ା ହେବ ବୋଲି ଆଶା ରଖି ବୋଧେ ସେ ସମାଜକୁ ପୁଣି ସେବା କରିବା ପାଇଁ ବାହାରିଛି। ତେଣୁ ମୁଁ ଯାଉନି। ଇଲେକ୍ସନ୍ ସରୁ, ମୋର ସେଇ ଭିତରେ ମୁଁ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ଶିକ୍ଷାର ପ୍ରୋଜେକ୍ଟ ତିଆରୁଛି ଆଉ ଏ ପ୍ରକଳ୍ପ ଯେଉଁ ତିଆରା ଚାଲିଛି, ଏ ପ୍ରକଳ୍ପ ପ୍ରାୟ ଇଲେକ୍ସନ୍ ସରିବା ଭିତରେ ମୋର ପ୍ରକଳ୍ପ କାମ ବି ସରିଯାଇଥିବ। ମୁଁ ସେତେବେଳେ ଡାଇରେକ୍ଟ ଲୋକମାନଙ୍କୁ ସ୍ୱାସ୍ଥ୍ୟ ଶିକ୍ଷା ଏଜୁକେସନ୍ ବିଭିନ୍ନ ପ୍ରକାର ସୁଯୋଗ ଦେବି। ପ୍ରତ୍ୟେକ ଲୋକଙ୍କର ଯେଉଁ ମାନେ ପୁଅ ଝିଅ ଅଛନ୍ତି ତାଙ୍କ ପାଇଁ ପଢ଼ିବା ପାଇଁ ମୁଁ ସୁଯୋଗ ଦେବି ଅଳ୍ପ ମୂଲ୍ୟରେ। ଆଉ ପ୍ରାୟ ମୋର ୱେବସାଇଟ୍ରେ ମଧ୍ୟ ଛାଡ଼ିଛି ଆଉ ଆଡ଼ଭର୍ଟାଇଜମେଣ୍ଟ ମଧ୍ୟ ଛାଡ଼ିଛି। ଅନ୍ୟ ଇନଷ୍ଟିଚ୍ୟୁଟ୍ ଅପେକ୍ଷା ମୁଁ କମ୍ ମୂଲ୍ୟରେ ଆଡ଼ମିସନ୍ କରି ମାନେ ତାଙ୍କୁ ଶିକ୍ଷା ଦେଇ ନିହାତି କ୍ୟାମ୍ପସରେ ନିଯୁକ୍ତି ଦେବି ବୋଲି ମୁଁ ଆଶା ରଖିଛି। ତେଣୁ ମୁଁ ଏହିପରି ଯେମିତି ସମାଜ ସେବା କରୁଛି, ଭାରତ ବିକାଶ କନଭେଣ୍ଟ ସ୍କୁଲ ବାଲେଶ୍ୱର, ଭାରତ କନଭେଣ୍ଟ ସ୍କୁଲ ବାରିପଦାରେ ବର୍ଷ ରେସିଡେଣ୍ଟାଲ ଆରମ୍ଭ ହେଇଛି। ତେଣୁ ଏଠି ଫ୍ରି ଆଡ଼ମିସନ୍, ଡ୍ରେସ୍ ମଧ୍ୟ ମୁଁ ଫ୍ରି ଦେଉଛି, ବହି ଫ୍ରି ଦେଉଛି। 2016 ମସିହାରୁ ମୁଁ ଫ୍ରି ଦେଇ ଆସିଛି ଭାରତ ବିକାଶ କନଭେଣ୍ଟ ସ୍କୁଲ ବାରିପଦା ଓ ବାଲେଶ୍ୱରରେ। ତେଣୁ ଆଗକୁ ମଧ୍ୟ ଦେବି
ଆଉ ଭାରତ ବିକାଶ କନଭେଣ୍ଟ ସ୍କୁଲ ଗୋଟେ ବଡ଼ ଧରଣର ବଡ଼ ସ୍କୁଲ କଲେଜ ପର୍ଯ୍ୟନ୍ତ +2 ସାଇନ୍ସ ପର୍ଯ୍ୟନ୍ତ ହେବ ICIC କୋର୍ସ ଏବଂ CBSE କୋର୍ସରେ ବଡ଼ ହେବ ବୋଲି ଆଶା ରଖିଛି। ଆଉ ଆପଣମାନଙ୍କର ଆହୁରି ସେବା କରିବି ଚିକିତ୍ସାରେ। ତେଣୁ ଚିକିତ୍ସା ପାଇଁ ଯେଉଁ ହସ୍ପିଟାଲ ପ୍ରୋଜେକ୍ଟ ଆରମ୍ଭ କରିଛି ତାହାର କାର୍ଯ୍ୟ ବୋଧେ ଆଉ 15 ଦିନ କି ମାସେ ଖଣ୍ଡେ ଲାଗିବ। ସରିଲେ ମୁଁ ନିହାତି ଜୁନ୍ ଜୁଲାଇରୁ ଆରମ୍ଭ କରିବି। ତେଣୁ ଏହିପରି ମୁଁ ସମାଜ ସେବା ଜାରି ରଖିଥିବି। ଯେତେବେଳେ ହଉ ମୁଁ ଲୋକଙ୍କ ହୃଦୟ ରହିଛି, ଲୋକଙ୍କୁ ମୋ ହୃଦୟରେ ରଖିଛି, ଆଉ ସମାଜ ସେବା ସେହିପରି ମୁଁ ଜାରି ରଖିବି। ମୋର ଯଦି କିଛି ବି ଭୁଲ ହେଇଥାଏ ତାହେଲେ ମୋତେ କ୍ଷମା କରିବେ। ଆଉ ଏ ସମାଜ ପ୍ରତି ଯଦି ମୋର କିଛି ବି ଆହୁରି ଭୁଲ ହେଇଥାଏ, ଯଦି ସମାଜ ସେବା କରିବା ଦ୍ୱାରା ମୋର କିଛି ବି ଭୁଲ ହେଇଥାଏ ଆଉ ଲୋକଙ୍କୁ, ତାହେଲେ ମୋତେ ନିହାତି କ୍ଷମା କରିବେ ବୋଲି ଆଶା ରଖୁଛି। ଜୟ ହିନ୍ଦ, ଜୟ ଭାରତ, ଜୟ ଜଗନ୍ନାଥ, ଜୟ ବିଜୁ ପଟ୍ଟନାୟକ। ବିଜୁ ପଟ୍ଟନାୟକ ଅମର ରହେ, ବିଜୁ ପଟ୍ଟନାୟକ ଅମର ରହେ, ବିଜୁ ପଟ୍ଟନାୟକ ଅମର ରହେ। ନମସ୍କାର। ଏତିକି ମୁଁ ମୋର ବକ୍ତୃତା ବନ୍ଦ